ବଲ୍ଲାରେ କୁଞ୍ଜେ କୁଞ୍ଜେ ବସନ୍ତର ରୁଦ୍ର ବିଷୟରେ ମୋ ମନଟା ଏପରି ଚଞ୍ଚଳ ହୋଇ ଉଠୁଛି କାହିଁକି? ମୋ ମନଟା ଏପରି ଚଞ୍ଚଳ ହୋଇ ଉଠୁଛି କାହିଁକି? अरे घाओ घाओ राधा कुमारी सुजोथा तुम छंद भरा कंठरे सुमधुर गीत गाओ भंकुल कहीं राधा कुमारी अरे घाओ तुमी स्थानको काहेकि आसीछ दक्षक सेई कथा मु तुमको पचारुछि सेई कथा ओ तुमको पचारुछि कहीं ना ए घोर हरण्य मध्यरे एकाकिनी ए छंद भरा कंठरे ए सुंदर ज्ञान करिबाटा मन को बर उत्साहित करूची सुदन। हां हां मो जानिबा को चाहे मो बिना अनुमति तुमी स्थान को काहे के आसीछ? अरे फूलो पाखे भमर हसीबाटा कोन मना अरे फूलो पसे भमर हसे अरे फूलो पसे भमर हसे फूल की ताकू खौड़ा ही दिए फूल पसे अरे छुबती पाखकू छुबको हसीबो अरे छुबती पाखकू छुबको हसीबो संसारे भाग्य से देखिति सिए फूल पसे हसो हसो राजा नंदिनी प्रेम हसी चंद्रवंत हसो हसो राजा नंदिनी प्रेम हसी चंद्रवंत
আস আস রাজকুমারী সুদতা ମୋ ଭକ୍ଷକୁ ଆସି ଏ ସ୍ତ୍ରୀ ହରଣେ ମୋ ଖାଲକୁ ଦମ୍ଭନ ଦିଅ ଆରେ ଆସ ଆସ ରାଜକୁମାରୀ ସୁଦତା ଆସ ଆସ ମୋ ଭକ୍ଷକୁ ଚାଲି ଆସ 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 ରାଜକୁମାରୀ ଆରେ ଆସ ଆସ ରାଜକୁମାରୀ ଆରେ ଆସ ସାବଧାନ ତକ୍ଷକ ତୁମେ ମନେ ରଖିବା କଥା ତକ୍ଷକ ମୁଁ ରାଜକୁମାରୀ ସୁଜାତା ଆଉ ତୁମେ ତୁମେ ମୋର ଅନୁରାତ ଭୃତ୍ୟ ହଁ ଅନୁରାତ ଭୃତ୍ୟ রাজকুমারী সুজাতা এ সেনাপতি তক্ষক কালকু চাপুড়া মারি ও কিছু ঠিক কলুনি অপেক্ষা করো রাজকুমারী সুজাতা ও হেউছি সেনা দক্ষ যেহু পরি ভাবে চাপুড়া মারি চালি গলু ସେହି ପରି ଭାବେ ନେବି ମୁଁ ଚରମ ପ୍ରତିଶୋଧ ଅପେକ୍ଷା କର ରାଜକୁମାରୀ ସୁଦତା ଯେଉଁ ଗାଲକୁ ଦିନେ ଚାପୁଡ଼ା ମାରି ରଙ୍ଗେଇ ଦେଲୁ ସେ ଗାଲକୁ ମୁଁ ଦିନେ ଚୁମ୍ବନ ଦେଇ ରଙ୍ଗେଇ ଦେବି ହଁ ହଁ ଚୁମ୍ବନ ଦେଇ ରଙ୍ଗେଇ ଦେବି ସେନାପତି ତକ୍ଷକ ତୁମେ ପୁଣି ଏ ପୁଷ୍ପ ଉଦ୍ୟାନରେ କାହିଁକି କାହିଁକି ଆସିଛ ତୁମ୍ଭେ ପୁଷ୍ପ ଉଦ୍ୟାନକୁ ପ୍ରଣାମ ମହାରାଜା କୁହ ସେନାପତି କାହିଁ ପାଇଁ ଆସିଛ ହେ ପୁଷ୍ପ ଉଦ୍ୟାନ नहीं नहीं महाराज ए पुष्प उद्यान तुम कन्या पुष्प गाउथिला सोहरण गीत तो शुणा धाई आसी ए उद्यान मध्य ତୁମେ ଗୋଟାଏ କଥା ଶୁଣ ସେନାପତି महाराज ଆସନ୍ତା ମାସ ନବମୀ ତିଥିରେ ମୋ କନ୍ୟାର ହେବ ସ୍ୱୟଂବର तुम्हें कौन कहूछ राजा ତୁମେ କ'ଣ କହିବାକୁ ଚାହୁଁ तुम ସେନାପତି कन्या सुजाता को परा मो हस्तर विवाह दवाई आपण मते कथा देइथिले ତକ୍ଷକ ଏ କଥାରେ କ'ଣ ମୋ କନ୍ୟା ରାଜି ଅଛି अवश्य महाराजा पचारि बुझंतु तुम कन्या सुजाता को ତେବେ ଠିକ୍ ଅଛି ମୋର କନ୍ୟାକୁ ବୁଝିନେବି ତାହାର ମନର କଥା ଆରେ କେ ଅଛରେ ମୋର କନ୍ୟା ସୁଦାତାକୁ ପଠାଇ ଦିଅ ମୋହର ନିକଟେ ହଁ ହଁ ମୋହର ନିକଟେ ଡାକୁଥିଲେ ପିତାଶ୍ରୀ ଆରେ ମା ମୁଁ ତତେ ଗୋଟାଏ କଥା ପଚାରିବି ମୋତେ ସତ୍ୟ କରି କହିବୁ ତ ମା ସେନାପତି ତକ୍ଷକ ସହିତ ମୁଁ ତତେ ବିବାହ ଦେବାକୁ ଚାହେଁ ଏଥିରେ ତୁ ରାଜି ତ ମା ସେଥିପାଇଁ ସେଥିପାଇଁ ସେ ମୋତେ ପୁଷ୍ପ ଉଦ୍ୟାନରେ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା ତକ୍ଷକ नहीं नहीं महाराजा तुम कन्या सुजाता मिथ्या कहते मिथ्या मु केवल शुणा आसी सुंदर कंठरे शुणा गीत अरे माँ सुजाता से कथा छाड़ किंतु तू एपरी वीर बेशरे केउआड़े बाहरी छुरे माँ ପିତାଶ୍ରୀ ମସ୍ତିର ଗଙ୍ଗା ତୀରକୁ ଶିକାର ଉଦ୍ଦେଶ୍ୟରେ सेनापति शुणी पारिल तो सुजातार कथा तार अनिच्छा सत्वे मु तुम्भ सहित ताकू केबे न देबी विवाह महाराजा आपण देइथिबा कथा ପିତାଶ୍ରୀ ଏବେ ଆସୁଛି ପିତାଶ୍ରୀ सुजाता सुजाता सेनापति सहित तोर बाहाघर ଯାହା ଗାଲରେ ମୋର ଆଙ୍ଗୁଳିର ଦାଗ ଲାଗିଛି ମୁଁ ତାକୁ ପୁନର୍ବାର ବିବାହ କରିବି ନାହିଁ ମୁଁ ଆସୁଛି ପିତାଶ୍ରୀ ମୁଁ ଆସୁଛି सुजाता सुजाता नाय मोर कन्यार विरुद्धे मु कौनसी भी निष्पत्ति नहीं पारिबी नाही हाँ हाँ कौनसी भी निष्पत्ति नहीं पारिबी नाही
নাই 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 ଏ ହେଉଛି ଭର ହବ ଭାର କଥାର ଯଦି ରବିନନ୍ଦଙ୍କ ଦୁଧରେ ଅପରବତେ କଥା ଦେଇଥିଲେ ତୁମ କନ୍ୟା ସୁଜତାକୁ ମୋ ସହିତ ବିବାହ ଦେବା ପାଇଁ ଆପଣ ଯଦି ମନା କରି ଚାଲି ଯାଇଛନ୍ତି ତେବେ ମୁଁ ଦେଖିବି ରାଜା ଅମ୍ଭ କନ୍ୟାକୁ କେଉଁଠାରେ କରିବ ବିବାହ ମୁଁ ହେଉଛି ସେନା ଦକ୍ଷତା କେଉଁପରି ହେଉନ କାହିଁକି ସୁଯୋଗ ଦେଖି ମାରିବି ମୁଁ ଚୋଟ ସୁଯୋଗ ଦେଖି ମାରିବି ମୁଁ ଚୋଟ